ଚଳାନ୍ତୁ ନାହିଁ। ଅଯଥାରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରନ୍ତୁ ନାହିଁ। ରାସ୍ତା ଉପରେ ଦୋକାନ ଠେଲା କିମ୍ବା ନିର୍ମାଣ ସାମଗ୍ରୀ ରଖି ଯାତାୟାତରେ ବାଧା ସୃଷ୍ଟି କରନ୍ତୁ ନାହିଁ। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ସ୍କୁଲ ବସ୍ ଭଳି ଜରୁରୀକାଳୀନ ସେବା ପାଇଁ ରାସ୍ତା ସବୁବେଳେ ଖୋଲା ରଖନ୍ତୁ। ବଜାର ଘାଟରେ ପାର୍କିଂ ଜାଗାରେ ଗାଡ଼ିଗୁଡ଼ିକ ପାର୍କିଂ କରନ୍ତୁ। ଏଣୁ ସମସ୍ତ ଜନସାଧାରଣଙ୍କ ଅନୁରୋଧ ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ଟ୍ରାଫିକ୍ ପୋଲିସକୁ ସହଯୋଗ କରନ୍ତୁ। ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନେ ରଖନ୍ତୁ, ଆପଣଙ୍କ ସାମାନ୍ୟ ଅସାବଧାନତା ଅନ୍ୟର ଜୀବନ ପ୍ରତି ବିପଦ ଆଣିପାରେ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ। ସୌଜନ୍ୟ ବାରିପଦା ଟ୍ରାଫିକ୍ ପୋଲିସ। ଏତଦ୍ୱାରା ବାରିପଦାର ସମସ୍ତ ବ୍ୟବସାୟୀ ବନ୍ଧୁ ଏବଂ ଜନସାଧାରଣଙ୍କୁ ଜଣାଇ ଦିଆଯାଉଅଛି ଯେ ଦୋକାନ ସାମ୍ନାରେ ଗାଡ଼ିଗୁଡ଼ିକ ସଠିକ୍ ଭାବରେ ପାର୍କିଂ କରନ୍ତୁ। ରାସ୍ତା ମଝିରେ କିମ୍ବା ବସ୍ ଷ୍ଟପ୍ରେ ଅଯଥା ଅଟୋ କିମ୍ବା ଗାଡ଼ି ରଖି ରାସ୍ତା ଜାମ୍ କରନ୍ତୁ ନାହିଁ। ଟ୍ରାଫିକ୍ ନିୟମକୁ ସଠିକ ଭାବରେ ପାଳନ କରନ୍ତୁ। ଦୁଇଚକିଆ ଯାନ ଚଳାଉଥିବା ବେଳେ ହେଲମେଟ୍ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ। ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ। ଅନାବଶ୍ୟକ ହର୍ନ ବଜାନ୍ତୁ ନାହିଁ। ବଜାର ଏରିଆରେ ଦ୍ରୁତ ଗତିରେ ଗାଡ଼ି ଚଳାନ୍ତୁ ନାହିଁ। ଅଯଥାରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରନ୍ତୁ ନାହିଁ। ରାସ୍ତା ଉପରେ ଦୋକାନ ଠେଲା କିମ୍ବା ନିର୍ମାଣ ସାମଗ୍ରୀ ରଖି ଯାତାୟାତରେ ବାଧା ସୃଷ୍ଟି କରନ୍ତୁ ନାହିଁ। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ସ୍କୁଲ ବସ୍ ଭଳି ଜରୁରୀକାଳୀନ ସେବା ପାଇଁ ରାସ୍ତା ସବୁବେଳେ ଖୋଲା ରଖନ୍ତୁ। ବଜାର ଘାଟରେ ପାର୍କିଂ ଜାଗାରେ ଗାଡ଼ିଗୁଡ଼ିକ ପାର୍କିଂ କରନ୍ତୁ। ଏଣୁ ସମସ୍ତ ଜନସାଧାରଣଙ୍କ ଅନୁରୋଧ ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ଟ୍ରାଫିକ୍ ପୋଲିସକୁ ସହଯୋଗ କରନ୍ତୁ। ନିୟମ ଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନେ ରଖନ୍ତୁ, ଆପଣଙ୍କ ସାମାନ୍ୟ ଅସାବଧାନତା ଅନ୍ୟର ଜୀବନ ପ୍ରତି ବିପଦ ଆଣିପାରେ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ। ସୌଜନ୍ୟ ବାରିପଦା ଟ୍ରାଫିକ୍ ପୋଲିସ। ଏତଦ୍ୱାରା ବାରିପଦାର ସମସ୍ତ ବ୍ୟବସାୟୀ ବନ୍ଧୁ ଏବଂ ଜନସାଧାରଣଙ୍କୁ ଜଣାଇ ଦିଆଯାଉଅଛି ଯେ ଦୋକାନ ସାମ୍ନାରେ ଗାଡ଼ିଗୁଡ଼ିକ ସଠିକ୍ ଭାବରେ ପାର୍କିଂ କରନ୍ତୁ। ରାସ୍ତା ମଝିରେ କିମ୍ବା ବସ୍ ଷ୍ଟପ୍ରେ ଅଯଥା ଅଟୋ କିମ୍ବା ଗାଡ଼ି ରଖି ରାସ୍ତା ଜାମ୍ କରନ୍ତୁ ନାହିଁ। ଟ୍ରାଫିକ୍ ନିୟମକୁ ସଠିକ ଭାବରେ ପାଳନ କରନ୍ତୁ। ଦୁଇଚକିଆ ଯାନ ଚଳାଉଥିବା ବେଳେ ହେଲମେଟ୍ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ। ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ମଦ୍ୟପାନ କରି ଗାଡ଼ି ଚଳାନ୍ତୁ ନାହିଁ। ଅନାବଶ୍ୟକ ହର୍ନ ବଜାନ୍ତୁ ନାହିଁ। ବଜାର ଏରିଆରେ ଦ୍ରୁତ ଗତିରେ ଗାଡ଼ି ଚଳାନ୍ତୁ ନାହିଁ। ଅଯଥାରେ ରାସ୍ତା ଉପରେ ଗାଡ଼ି ପାର୍କିଂ କରନ୍ତୁ ନାହିଁ। ରାସ୍ତା ଉପରେ ଦୋକାନ ଠେଲା କିମ୍ବା ନିର୍ମାଣ ସାମଗ୍ରୀ ରଖି ଯାତାୟାତରେ ବାଧା ସୃଷ୍ଟି କରନ୍ତୁ ନାହିଁ। ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ସ୍କୁଲ ବସ୍ ଭଳି ଜରୁରୀକାଳୀନ ସେବା ପାଇଁ ରାସ୍ତା ସବୁବେଳେ ଖୋଲା ରଖନ୍ତୁ। ବଜାର ଘାଟରେ ପାର୍କିଂ ଜାଗାରେ ଗାଡ଼ିଗୁଡ଼ିକ ପାର୍କିଂ କରନ୍ତୁ। ଏଣୁ ସମସ୍ତ ଜନସାଧାରଣଙ୍କ ଅନୁରୋଧ ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଏବଂ ଟ୍ରାଫିକ୍ ପୋଲିସକୁ ସହଯୋଗ କରନ୍ତୁ।